ବିନା ପୋଡ଼ପିଠାରେ ରଜ ଏହା ତ କେବେ ଭାବି ବି ହେବନି। ଏହା କେବଳ ପିଠା ନୁହେଁ, ଏହା ଆମ ପରମ୍ପରା ଓ ସଂସ୍କୃତି। ସରଳ ଘରୋଇ ସାମଗ୍ରୀରେ ତିଆରି ହେଲେ ମଧ୍ୟ ପୋଡ଼ପିଠାର ସ୍ୱାଦ ସବୁବେଳେ ଅସାଧାରଣ। ଯେଉଁ ସ୍ୱାଦ କି ସମୟ ସହିତ ବଦଳେ ନାହିଁ, ସେ ହେଉଛି ଆମ ଓଡ଼ିଆମାନଙ୍କ ପୋଡ଼ପିଠା। ଆଜି ଆମେ ପାଟିରେ ମିଳେଇ ଗଲା ପରି ଏକଦମ ନରମ ନରମ ଜନ୍ତା ପୋଡ଼ପିଠା ବନେଇବା, ସେ ପୁଣି ଉଷୁନା ଚାଉଳରେ। ଯଦି ଆପଣମାନଙ୍କୁ ଏସିଡ଼ିଟିର ପ୍ରୋବ୍ଲେମ୍ ହେଉଛି ଅରୁଆ ଚାଉଳ ଖାଇଲେ, ତେବେ ଆପଣମାନେ ଉଷୁନା ଚାଉଳର ଏହି ପିଠାକୁ ଟ୍ରାଏ କରିପାରିବେ। ସଠିକ୍ ମାପ ସହିତ ଚାଲନ୍ତୁ ଏହି ପୋଡ଼ପିଠାକୁ ବନେଇବା। ନମସ୍କାର, ଲତା ଓଡ଼ିଆ କିଚେନରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଉଷୁନା ଚାଉଳର ଏହି ଜନ୍ତା ପୋଡ଼ପିଠା ବନେଇବା ପାଇଁ ଆପଣମାନେ ପ୍ରଥମେ ଗୋଟେ ଜାଗା ସେଟ୍ କରନ୍ତୁ। କପ୍ ହେଉ, ଗ୍ଲାସ୍ ହେଉ ବା ଗିନା ହେଉ। ଏଠି ମୁଁ ଗୋଟେ ଗ୍ଲାସ୍ରେ ମାପିକି ଫୁଲ୍ ଗୋଟେ ଗ୍ଲାସ୍ ନେଇଛି ଉଷୁନା ଚାଉଳ, ଯେଉଁ ଚାଉଳକୁ ଆମେ ଡେଲି ଭାତ ରାନ୍ଧିଥାଉ ସେଇ ଚାଉଳ। ତ ଏଇଠି ଆପଣମାନଙ୍କୁ ଧ୍ୟାନ ରଖିବାକୁ ପଡ଼ିବ ଯେ ଅତି ପୁରୁଣା ଉଷୁନା ଚାଉଳ ନେବେନି, ନୂଆ ଉଷୁନା ଚାଉଳ ନେବେ, ଯେଉଁଥିପାଇଁ କି ପିଠାଟା ଭଲ ତିଆରି ହେବ, ବତୁରିବ ଭଲ, ବାଟି ହେବ ଭଲ, ଆଉ ପିଠାର ଟେକ୍ସଚର ମଧ୍ୟ ଭଲ ଆସିବ, ସ୍ୱାଦ ମଧ୍ୟ ଭଲ ଲାଗିବ। ପାଖାପାଖି 220 ଗ୍ରାମର ଇଏ ଉଷୁନା ଚାଉଳ ଅଛି। ଏବେ ଆମେ ପାଣି ଦେଇକି ଉଷୁନା ଚାଉଳକୁ ଭଲ ଭାବରେ ଏଇଭଳି ରଗଡ଼ି ରଗଡ଼ି ଧୋଇ ନେବା, ଯେ ପର୍ଯ୍ୟନ୍ତ କି ଚାଉଳର ଷ୍ଟାର୍ଚ ଗୁଡ଼ାକ ନ ଯାଇଛି, ମାନେ ମଇଳା ପାଣି ଗଲା ପର୍ଯ୍ୟନ୍ତ ଆପଣମାନେ ଆକୁ ଧୋଇ ନେବେ 5-6 ଥର, ପୁରା ପରିଷ୍କାର ପାଣି ଆସିଲା ପର୍ଯ୍ୟନ୍ତ ଏଇଭଳି ଭାବରେ। ଏବେ ଆମେ ଆଉ ପାଣି ଦେଇଦେବା, କଭର କରିକି 7-8 ଘଣ୍ଟା ପାଇଁ ବତୁରେଇବା। ଯେହେତୁ ଉଷୁନା ଚାଉଳ ଅଛି, ଅଧିକ ଟାଇମ୍ ବତୁରିବ, ନହେଲେ ଚାଉଳ ଭଲ ଭାବରେ ବାଟି ହେଇପାରିବନି। ଏଇଠି ପୁରା 8 ଘଣ୍ଟା ହେଇଗଲାଣି। 8 ଘଣ୍ଟା ପରେ ଏଇଠି ମୁଁ କଭର କାଢ଼ିକି ଆପଣଙ୍କୁ ଦେଖାଉଛି। ଚାଉଳ ଦେଖନ୍ତୁ ଭଲ ଭାବରେ ଫୁଲି ଯାଇଛି ଆଉ ବତୁରି ଯାଇଛି। ଏଇଭଳି ଯଦି ଚାଉଳ ବତୁରିଲା, ଆପଣଙ୍କର ଚାଉଳ ଭଲ ଭାବରେ ଚିକ୍କଣ ହେଇକି ବାଟି ହେଇପାରିବ। ତ ଏବେ ଆମେ ପୁଣି ଥରେ ଚାଉଳକୁ ଧୋଇ ନେବା ଆଉ ପୁରାପୁରି ଆର ଏକ୍ସେସ୍ ପାଣିକୁ ବାହାର କରିନେବା, ତେବେ ଯାଇକି ପାଣିର ଭାଗ ମାପଟା ଠିକ୍ ରହିବ। ଏବେ ନେବା ଗୋଟେ ଗ୍ରାଇଣ୍ଡର ଜାର୍ ଆଉ ସେଇଥିରେ ବତୁରା ଉଷୁନା ଚାଉଳ ସବୁକୁ ଦେଇଦେବା, ଆଉ ଆକୁ ବାଟିବା ପାଇଁ ପାଣି ଦେବା। ତ ପାଣି କେତେ ନେବା, ସେଇ ସମାନ ଗ୍ଲାସ୍ରେ ମାପିକି ଗୋଟେ ଗ୍ଲାସ୍ ଏଇଠି ମୁଁ ନେଇଛି ପାଣି, କିନ୍ତୁ ଗୋଟେ ଗ୍ଲାସ୍ ପାଣି ପୁରା ଦେଇଦେବିନି, ଅଧା ପାଣି ଦେବା ଆଉ ଆକୁ ଚିକ୍କଣ କରିକି ବାଟିକି ନେଇ ଆସିବା। ବହୁତ ପାଣି ଦେଇଦେଲେ କ'ଣ ହେବ ନା, ଚାଉଳଟା ଭଲ ଭାବରେ ବାଟି ହେଇପାରିବନି। ମାନେ ଆପଣଙ୍କୁ ଯେତିକି ପାଣି ବାଟିବା ପାଇଁ ଦରକାର ହେଉଛି ସେତିକି ପାଣି ଦେଇକି ହିଁ ଆକୁ ଚିକ୍କଣ କରିକି ବାଟି ନିଅନ୍ତୁ। ଦେଖନ୍ତୁ ଏଇଭଳି ଭାବରେ ବାଟି ନେବେ। ଉଷୁନା ଚାଉଳ ତ ଯେତେ ବାଟିଲେ ବି ଟିକିଏ ଖଦଡ଼ିଆ ଜଣାପଡ଼ିବ, କିନ୍ତୁ ଚେଷ୍ଟା କରିବେ ଚିକ୍କଣ କରିକି ବାଟିବା ପାଇଁ। ତ ବାଟିକି ନେଇ ଆସିଲା ପରେ ଆମର ଯେଉଁ ବଳକା ପାଣି ଗ୍ଲାସ୍ରେ ଥିଲା ତାକୁ ଆମେ ସେଇ ଜାର୍ରେ ଦେଇଦେବା ଆଉ ଭଲ ଭାବରେ ଗୋଳେଇ ନେବା। ତ ଗୋଟେ ଗ୍ଲାସ୍ ଉଷୁନା ଚାଉଳ ପାଇଁ ଆମେ ଗୋଟେ ଗ୍ଲାସ୍ ପାଣିର ବ୍ୟବହାର କଲେ ଏ ପର୍ଯ୍ୟନ୍ତ। ତ ଦେଖନ୍ତୁ ଆର ଯେଉଁ କନସିଷ୍ଟେନ୍ସିଟା ନା ଏଇଭଳି ରହିବ। ବହଳିଆ କରିଦେଲେ କ'ଣ ହେବ ନା, ଜନ୍ତିଲା ବେଳେ ଲମ୍ସ ହେଇପାରେ ବା ଗୋଟା ହେଇପାରେ। ଏତିକି ପତଳା ରଖିବେ, ଜନ୍ତିଲା ବେଳେ ଯନ୍ତଣୀଟା ସ୍ମୁଥ୍ ତିଆରି ହେବ। ଏବେ ନେବା ଗୋଟେ ପ୍ରେସର କୁକର। ଏଇଠି ମୁଁ 3 ଲିଟର ବାଲା ପ୍ରେସର କୁକର ନେଇଛି ପିଠାକୁ ପୋଡ଼ିବା ପାଇଁ। ଆପଣମାନେ ଡେକ୍ଚି, କଡ଼େଇ ଯେକୌଣସି ନେଇପାରିବେ, କିନ୍ତୁ ମୋଟା ବାସନ ହେଇଥିବା ଦରକାର, ଯେଉଁଥିପାଇଁ କି ପିଠାଟି ତଳୁ ଅତି ପୋଡ଼ିଯିବନି। ପ୍ରେସର କୁକରରେ ଟିକେ ଘିଅ ଲଗାଇ ନେବା ଆଉ କିଛି କଦଳୀ ପତ୍ରକୁ ଆମେ ନିଆଁରେ ସେକିକି ପ୍ରେସର କୁକରରେ ଏଇଭଳି ବିଛେଇ ନେବା ବା ସେଟ୍ କରି ନେବା। କଦଳୀପତ୍ର ଜାଗାରେ ଆପଣମାନେ ବଟର ପେପରକୁ 2-3 ଲେୟାର କରିକି ପକାଇ ପାରିବେ ବା ଶାଳ ପତ୍ର ଏଠି ନେଇପାରିବେ। ତ ପତ୍ର ଉପରେ ଆଉ ଟିକେ ଗୁଆ ଘିଅ ଭଲ ଭାବରେ ଲଗାଇ ନେବା, ଯେଉଁଥିପାଇଁ କି ପତ୍ରରୁ ପିଠାଟି ଅତି ସହଜରେ ବାହାରି ଆସିବ। ପିଠାଟି ପୋଡ଼ିବା ପାଇଁ ପାତ୍ର ରେଡ଼ି ହେଇଗଲା, ଆକୁ ସାଇଡ଼ରେ ରଖିବା। ଏପଟେ ଆଉ ଗୋଟେ କଡ଼େଇ ବସାଇବା ଫ୍ଲେମ୍ ଅନ୍ କରିକି, ଆଉ କଡ଼େଇରେ ସେଇ ସମାନ ଗ୍ଲାସ୍ରେ ମାପିକି 2 ଗ୍ଲାସ୍ ଦେବା ଆମେ ପାଣି। ଗୋଟିଏ ଗ୍ଲାସ୍ ଉଷୁନା ଚାଉଳ ପାଇଁ ସେଇ ସମାନ ଗ୍ଲାସ୍ରେ ମାପିକି ଆମେ ଏ ପର୍ଯ୍ୟନ୍ତ 3 ଗ୍ଲାସ୍ ପାଣିର ବ୍ୟବହାର କରିଛେ। ଗୋଟେ ଗ୍ଲାସ୍ ବାଟିଲା ସମୟରେ ଆଉ 2 ଗ୍ଲାସ୍ ଆମେ କଡ଼େଇରେ ଦେଲେ। ପାଣିର ମେଜରମେଣ୍ଟ ଯଦି ଠିକ୍ ରହିଲା, ତାହେଲେ ଆପଣଙ୍କର ପିଠା ଅତି ଟାଣ ତିଆରି ହେବନି, ଆଉ କ୍ରାକ୍ ଆସିବନି ବା ଭାଙ୍ଗିବନି। ଏବେ ଆମେ ମିଠା ପାଇଁ ଦେବା ଗୁଡ଼। ସେଇ ସମାନ ଗ୍ଲାସ୍ରେ ମାପିକି ଏଇଠି ମୁଁ ଗୋଟେ ଗ୍ଲାସ୍ ନେଇଛି ଗୁଣ୍ଡ ଗୁଡ଼, ଯାହାକି ଗ୍ରାମ୍ସରେ 200 ଗ୍ରାମର ଅଛି। ଯଦି ଏମିତି ଦେଖିବେ ଯେତିକି ଚାଉଳ ସେତିକି ଗୁଡ଼। ଗୁଡ଼ ଅଧିକା ଟିକେ ହେଲେ ପୋଡ଼ପିଠା ଖାଇବାକୁ ଭଲ ଲାଗେ। ଗୁଡ଼ ଜାଗାରେ ଆପଣମାନେ ଚିନି ନେଇପାରିବେ, ମିଠା ନିଜ ହିସାବରେ କମ୍ ଅଧିକା କରିବେ। ଆଉ ଫାଳେ ନଡ଼ିଆକୁ ମୁଁ ଅଧା କୋରି ନେଇଛି, ଅଧା କାଟିକି ପକାଇଲି। ଆଉ ତା ସହିତ ଆମେ ଗୋଟେ ବଡ଼ ଚାମଚ ଅଦାକୁ ଏଥିରେ ଛେଚିକି ପକାଇବା, ଆଉ ଗୋଟେ ଚାମଚ ଆମେ ଗୋଲମରିଚ ଗୁଣ୍ଡ ଆଉ ଗୋଟେ ଚାମଚ ଗୁଜୁରାତି ଗୁଣ୍ଡ ଏଥିରେ ଦେବା। ତା ସହିତ ଆମେ ଗୋଟେ ଚାମଚ ଦେବା ପାନ ମଧୁରୀ, ଆଉ ଏଥିରେ ଆମେ ଦେଇଦେବା ଅଧା ଚାମଚ ଲୁଣ। ଲୁଣ ଟିକେ ନିଶ୍ଚୟ ପକାଇବେ, ମିଠା ଜିନିଷ ଯେହେତୁ ବନାଉଛେ ଟେଷ୍ଟ ବାଲାନ୍ସ ହେବ। ଆଉ ଗୋଟେ ତେଜପତ୍ର ଦେବା, ଆଉ ତା ସହିତ 2 ଚାମଚ ଆମେ ଦେବା ଗୁଆ ଘିଅ। ପୋଡ଼ ପିଠାରେ ଗୁଆ ଘିଅର ସ୍ୱାଦଟା ଭଲ ଆସିଥାଏ, ଯନ୍ତଣୀ ସ୍ମୁଥ୍ ତିଆରି ହୋଇଥାଏ। ନିଶ୍ଚୟ ପକାଇବେ ଗୁଆ ଘିଅ।
ଏବେ ଆମେ ସବୁକୁ ଭଲ ଭାବରେ ଗୋଳେଇ ନେବା। ଫ୍ଲେମ୍କୁ ହାଇରେ ରଖିବା। ହାଇ ଫ୍ଲେମ୍ରେ 3-4 ମିନିଟ୍ ଆମେ ପାଣିକୁ ଭଲ ଭାବରେ ଫୁଟେଇ ନେବା। ଯାହା ବି ଏଥିରେ ଆମେ ମସଲା ପକାଇଛେ, ଗୁଡ଼ ପକାଇଛେ, ସବୁ ଯେମିତି ପାଣିରେ ସେ ଫ୍ଲେଭରଟା ଆସିଯିବ। ତ ଏଇଭଳି 4 ମିନିଟ୍ ଏଠି ଫୁଟିଗଲାଣି। ବହୁତ ଭଲ ଭାବରେ ଫୁଟି ଯାଇଛି, ବାସ୍ନା ବି ବଢ଼ିଆ ଆସୁଛି। ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ସ୍ଲୋ କରିଦେବା। ସ୍ଲୋ କରିକି ଆମେ ଗୋଟିଏ ହାତରେ ଚାଉଳ ବଟାକୁ ପକାଇବା, ଆଉ ଗୋଟିଏ ହାତରେ କଣ୍ଟିନ୍ୟୁଅସଲି ଏମିତି ଗୋଳେଇବା, ଯେଉଁଥିପାଇଁ କି ଲମ୍ପସ୍ ହେବନି ବା ଗୋଟା ଧରିବନି। ମୁଁ ଯେତିକି ଆପଣଙ୍କୁ ପାଣିର ମେଜରମେଣ୍ଟ ଦେଇଛି ସେଇ ହିସାବରେ ଆପଣମାନେ ଯଦି ପିଠାକୁ ବନାଉଛନ୍ତି ଆପଣଙ୍କର ପିଠା ବହୁତ ବଢ଼ିଆ ତିଆରି ହେବ। କିନ୍ତୁ ଗୋଟେ କଥା ଏଠି ଆପଣଙ୍କୁ ଧ୍ୟାନ ରଖିବାକୁ ପଡ଼ିବ, ଏ ପିଠା ବନାଇବା ପାଇଁ ଆପଣଙ୍କୁ ଟାଇମ୍ ଦେବାକୁ ପଡ଼ିବ ଆଉ ପେସେନ୍ସ ରଖିବାକୁ ପଡ଼ିବ। ତାହେଲେ ପୋଡ଼ପିଠା ଆପଣମାନେ ବଢ଼ିଆ ବନେଇବେ। ତ ଏଇଭଳି କିଛି ସମୟ ଗୋଳିଲା ପରେ ଦେଖିପାରୁଥିବେ ଟିକେ ବହଳିଆ ହେଇ ଆସିଲାଣି। ଏମିତି ଟେକ୍ସଚରକୁ ଆସିଗଲା ପରେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଲୋ ମିଡ଼ିୟମକୁ ନେଇ ଆସିବା ଆଉ ପୁଣି ଲଗାତାର ଗୋଳେଇ ଗୋଳେଇ ଆହୁରି ଗାଢ଼ା କରିବା। ସେ ପର୍ଯ୍ୟନ୍ତ ଆକୁ ଆମେ ଗାଢ଼ା କରିବା ବା ରାନ୍ଧିବା ଯେଉଁ ପର୍ଯ୍ୟନ୍ତ କି ଇଏ ଗୋଟେ ଜାଗାରେ ଗଦା ନ ହେଇଯାଇଛି ବା ଗୋଟେ ଡୋ ଫର୍ମକୁ ନ ଆସିଯାଇଛି। ଯେତେବେଳେ ଯନ୍ତଣୀ ସିଝି ଆସିବ ଏ ଯନ୍ତଣୀରୁ ଗୋଟେ ବଢ଼ିଆ ସାଇନ୍ ଆସିବ। ତା ଛଡ଼ା ଯନ୍ତଣୀ ଶୁଖିଲା ହେଇକି ଗୋଟେ ଜାଗାରେ ଗଦା ହେଇଯିବ, କଡ଼େଇରୁ ଛାଡ଼ି ଆସିବ ଆଉ ଯନ୍ତଣୀର କଲର୍ ମଧ୍ୟ ଆପଣଙ୍କୁ ଚେଞ୍ଜ ହେଲା ଭଳି ଲାଗିବ। ଜାଣିବେ ଏଇଟା ସିଝିଗଲା। ଏଇଟା ହେଇଗଲା। ଏବେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିକି ଯନ୍ତଣୀକୁ ବାହାରକୁ ନେଇ ଆସିବା। ଏପଟେ ଆମର ପ୍ରେସର କୁକର୍ ରେଡ଼ି ଅଛି ପିଠାକୁ ପୋଡ଼ିବା ପାଇଁ। ତଳେ କିଛି କଟା ନଡ଼ିଆ ଦେଇପାରିବା, ଏଇଟା ଅପସନାଲ୍ ଅଛି। ଆଉ ତା ଉପରେ ଆମର ଏଇ ଗରମା ଗରମ ଯନ୍ତଣୀକୁ ଆମେ ସେଟ୍ କରିବା। ଯନ୍ତଣୀରେ କନସିଷ୍ଟେନ୍ସି ଆପଣମାନେ ଏଠି ଦେଖିପାରୁଥିବେ, ଜମା ବି ଲମ୍ପସ୍ ନାହିଁ, ବଢ଼ିଆ ଯନ୍ତଣୀ ଏଠି ତିଆରି ହେଇଛି। ଯନ୍ତଣୀ ଭଲ ତିଆରି ହେଲେ ଆପଣଙ୍କର ପିଠା ବହୁତ ବଢ଼ିଆ ତିଆରି ହେବ। ତ ଯନ୍ତଣୀ ସବୁକୁ ଦେଇସାରିଲା ପରେ ଏଇଭଳି ଆମେ ସ୍ପାଚୁଲାରେ ଟିକେ ଦବେଇ ନେବା ବା ସେଟ୍ କରିନେବା। ଆଉ ତାପରେ ଏମିତି ଗୋଟେ ଫ୍ଲାଟ୍ ବାଲା ଗିନା ନେବା ବା ଗ୍ଲାସ୍ ନେଇପାରିବେ। ତା ପଛପଟେ ଟିକେ ଘିଅ ଲଗାଇ ନେବା ଆଉ ଏଇଭଳି ଭାବରେ ଆମେ ଦବେଇ ଦବେଇ ଯନ୍ତଣୀକୁ ପ୍ରେସର କୁକରରେ ବା ଯେଉଁ ଜାଗାରେ ପିଠାକୁ ପୋଡ଼ିବେ ସେଟ୍ କରିନେବେ। ଏମିତି କରିବା ଦ୍ୱାରା ପିଠାଟା ଚାରି ସାଇଡ଼୍ରୁ ସେଟ୍ ହେଇଯିବ ଆଉ ଉପରଟା ସମାନ ହେଇଯିବ। ତା ଉପରେ କିଛି କଟା ନଡ଼ିଆ ଦେଇକି ହାତରେ ଟିକେ ପ୍ରେସ୍ କରି ନେଇଛି ଆଉ ତା ଉପରେ ଆଉ ଟିକେ ଘିଅ ଲଗାଇ ନେଉଛି ଭଲ ବାସ୍ନା ପାଇଁ। ଏବେ ଆମେ ଆ ଉପରେ 2 ଛୋଟ ଖଣ୍ଡ କଦଳୀପତ୍ରକୁ ରଖିନେବା, ଯେଉଁଥିପାଇଁ କି ପିଠା ପୋଡ଼ି ହେଲା ବେଳେ ଯେଉଁ ଷ୍ଟିମ୍ଟା ଭିତରେ ତିଆରି ହେବ ନା, ସେ ଯେଉଁ ପାଣି ଗୁଡ଼ାକ ଆଉ ପିଠା ଉପରେ ପଡ଼ିବନି, ପିଠା ନଷ୍ଟ ହେବନି। ଆଉ ଏଇ ପ୍ରେସର କୁକର୍ ଲିଡ୍ର ଗ୍ୟାସ୍କେଟ୍କୁ ବାହାର କରିବା ଦରକାର ନାହିଁ। ଲିଡ୍କୁ କଭର୍ କରିକି ତା'ର ହୁଇସିଲ୍ଟାକୁ ବାହାର କରିନେବା। ଏଇଠି ଆମର ପିଠା ପୋଡ଼ି ହେବା ପାଇଁ ଏକଦମ ରେଡ଼ି ହେଇଗଲା। ଫ୍ଲେମ୍କୁ ଅନ୍ କରିବା, କୁକର୍କୁ ବସାଇବା ଆଉ ପ୍ରଥମେ ଗ୍ୟାସ୍ର ଫ୍ଲେମ୍କୁ ଏକଦମ ହାଇ କରିଦେବା। ହାଇ ଫ୍ଲେମ୍ରେ 5 ମିନିଟ୍ ପାଇଁ ପ୍ରଥମେ ପୋଡ଼ି ହେବା ପାଇଁ ଛାଡ଼ିବା, ଯେଉଁଥିପାଇଁ କି ଭିତରଟା ପୁରା ଗରମ ହେଇଯିବ, କୁକର୍ଟା ବି ଗରମ ହେଇଯିବ। ତାପରେ ଗ୍ୟାସ୍ର ଫ୍ଲେମ୍କୁ ସ୍ଲୋ କରିବା। ସ୍ଲୋ ଫ୍ଲେମ୍ରେ ଆମେ 60 ମିନିଟ୍ ବା 1 ଘଣ୍ଟା ପାଇଁ ୟାକୁ ପୋଡ଼ି ହେବା ପାଇଁ ଛାଡ଼ିବା। କଥା ରହିଲା ଆପଣମାନେ କେତେ ସାଇଜ୍ର ପିଠା ବନାଉଛନ୍ତି, କେଉଁ ଜାଗାରେ ପିଠାକୁ ପୋଡ଼ୁଛନ୍ତି, ସେଇ ହିସାବରେ ଆପଣଙ୍କୁ ସମୟ କମ୍ ଅଧିକା ଲାଗିପାରେ। 50 ମିନିଟ୍ ପୋଡ଼ି ହେଲା ପରେ ଥରେ ମୁଁ ଚେକ୍ କରିଥିଲି, ପିଠାଟା ସିଝି ନଥିଲା। ତ ପୁରା ଏଇଠି 60 ମିନିଟ୍ ହେଇଯାଇଛି। 60 ମିନିଟ୍ ପରେ ଏଇଠି ମୁଁ କଭର୍ କାଢ଼ି ନେଇଛି ଆଉ ଉପର ପତ୍ରକୁ ଆମେ କାଢ଼ି ନେବା ଆଉ ପିଠାକୁ ଚେକ୍ କରିବା। ଦେଖନ୍ତୁ ପିଠାର କଲର୍ ପୁରା ଚେଞ୍ଜ ହେଇଯିବ ଆଉ ପିଠା ଚାରି ସାଇଡ଼୍ରୁ ଛାଡ଼ି ଆସିବ, ଚାରି ସାଇଡ଼୍ରୁ ବଢ଼ିଆ କଲର୍ ବି ଆସିଯିବ। ପିଠା ଉପରକୁ ଛୁଇଁବେ ଯେତେବେଳେ ଆପଣଙ୍କୁ ଶୁଖିଲା ଲାଗିବ, ଯନ୍ତଣୀ ହାତରେ କିଛି ଲାଗିବନି। ଟୁଥପିକ୍ ବା ନାଇଫ୍ରେ ଆପଣମାନେ ମଝିରେ ଇନସର୍ଟ କରିକି ଦେଖିବେ, ଦେଖନ୍ତୁ କିଛି ବି ଯନ୍ତଣୀ ଲାଗୁନି, ଶୁଖିଲା ଲାଗୁଛି, ଜାଣିବେ ପିଠା ଏଠି ସିଝି ଯାଇଛି। ବେଳେବେଳେ କ'ଣ ହୋଇଥାଏ ନା, ପିଠା ଯେହେତୁ ଗରମ ଥାଏ ଆପଣମାନେ ଚେକ୍ କରନ୍ତି, ହୁଏତ ଆପଣଙ୍କ ନାଇଫ୍ରେ ବା ଟୁଥପିକ୍ରେ ଟିକେ ଯନ୍ତଣୀ ଲାଗିକି ଆସିପାରେ, କିନ୍ତୁ ଡରିବେନି। ଆପଣ ଭାବିବେ ଯେ ପିଠା ହେଇନି ବୋଲି, କିନ୍ତୁ ଗରମ ଥିବା ଅବସ୍ଥାରେ ସେମିତି ଲାଗିବ, ଥଣ୍ଡା ହେଲା ପରେ ପୁରା ସେଟ୍ ହେଇଯିବ। ଯେହେତୁ ଜନ୍ତା ପୋଡ଼ପିଠା ଆମେ 2 ସାଇଡ଼୍ରକୁ ପୋଡ଼ିବା, ପୁରା ଚୁଲିରେ ତିଆରି ହେଲା ପୋଡ଼ପିଠା ପରି ଲାଗିବ। ତ ସେଥିପାଇଁ ଏଇଠି ମୁଁ ଗୋଟେ ତାୱା ନେଇଛି, ତାୱା ଗରମ ହେଲା ପରେ ସେଥିରେ ଟିକେ ଘିଅ ଲଗାଇ ନେଇଛି ଆଉ ତା ଉପରେ 2 ଖଣ୍ଡ କଦଳୀପତ୍ରକୁ ରଖି ନେଉଛି। ମୁଁ ଏଠି 2 ପଟ ସାଇଡ଼୍ ପୋଡ଼ୁଛି, ଆପଣ ଚାହିଁଲେ କେବଳ ଗୋଟେ ସାଇଡ଼୍ ପୋଡ଼ିବେ, ତାପରେ ଥଣ୍ଡା କରିକି ପିଠାକୁ କାଟିପାରିବେ, ଆପଣଙ୍କର ଇଚ୍ଛା। ତ ଏବେ ଆମେ ଏଇଭଳି ଭାବରେ କେୟାରଫୁଲି ପିଠାକୁ ଓଲଟେଇ ନେବା। ଦେଖନ୍ତୁ ବହୁତ ଭଲ ଭାବରେ ବାହାରି ଆସିଲା। ଏବେ ଆମେ ସେହି ପ୍ରେସର କୁକର୍କୁ ଏଇଭଳି ଭାବରେ ପୁଣି ଥରେ ଘୋଡ଼େଇ ନେବା ଆଉ ଲୋ ମିଡ଼ିୟମ୍ ଫ୍ଲେମ୍ରେ 10ରୁ 15 ମିନିଟ୍ ପାଇଁ ପିଠାକୁ ଆଉ ଗୋଟେ ସାଇଡ଼୍ରୁ ପୋଡ଼ି ହେବା ପାଇଁ ଛାଡ଼ିବା। 15 ମିନିଟ୍ ପରେ ଏଇଠି ମୁଁ କୁକର୍କୁ ବାହାର କରି ନେଉଛି ଆଉ ଆମର ପିଠା ତ ତଳ ସାଇଡ଼୍ରୁ ପୋଡ଼ି ହେଇଯାଇଛି। ଏବେ ଆମେ କ'ଣ କରିବା ନା, ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିକି ପିଠାକୁ ଆମେ ବାହାରକୁ ନେଇ ଆସିବା। ଏବେ ଆମେ ପିଠାକୁ 2ରୁ 3 ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା କରିବା ପାଇଁ ଛାଡ଼ିବା। ତାହେଲେ ଯାଇକି ପିଠାଟା ଭଲ ଭାବରେ ସେଟ୍ ହେବ, ଆପଣମାନେ ଠିକ୍ ଭାବରେ କାଟିପାରିବେ ଆଉ ପିଠା ଭଲ ଭାବରେ ସିଝିଲା ପରି ଆପଣଙ୍କୁ ଲାଗିବ। ଗରମ ଥିବା ଅବସ୍ଥାରେ ଯଦି କାଟିବେ ତାହେଲେ ପିଠା ଆପଣଙ୍କୁ
କଞ୍ଚା ଥିଲା ଭଳିଆ ଲାଗିବ। ଏଇଟା ମୁଁ ସବୁ ଭିଡ଼ିଓରେ ଆପଣମାନଙ୍କୁ କହିଛି। ସବୁଠୁ ବେଟର୍ ହେବ ଆପଣମାନେ ରାତି ସମୟରେ ପୋଡ଼ପିଠାକୁ ତିଆରି କରନ୍ତୁ। ରାତି ସାରା ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ସକାଳୁ ଆପଣମାନେ ପିଠାକୁ କାଟିବେ। ବଢ଼ିଆ ପିଠା ଆପଣଙ୍କର କାଟି ହେବ, ଟେଷ୍ଟ ମଧ୍ୟ ଭଲ ଆସିବ। ଦେଖନ୍ତୁ ପିଠାଟି ତଳ ସାଇଡ଼୍ରୁ କେତେ ଭଲ ପୋଡ଼ି ହେଇଛି, ଉପରୁ ମଧ୍ୟ ଟିକେ ଟିକେ ପୋଡ଼ି ହେଇଛି। ଆଉ କାଟିବାରୁ ହିଁ ଆପଣମାନେ ଜାଣିପାରୁଥିବେ ଯେ ପିଠା କେତେ ବଢ଼ିଆ ଭାବରେ ସିଝିଛି ଆଉ ଭିତରୁ କେତେ ନରମ ହେଇଛି। ମୁଁ ଯାହା ବି ସବୁ ଟିପ୍ସ ଦେଇଛି ଆପଣମାନେ ସେଇ ହିସାବରେ ପିଠାକୁ ବନାନ୍ତୁ, ଦେଖିବେ ବହୁତ ବଢ଼ିଆ ତିଆରି ହେବ। ଆପଣଙ୍କର ପସନ୍ଦ ହିସାବରେ ପିଠାକୁ ଆପଣମାନେ ଛୋଟ ବଡ଼ ଖଣ୍ଡ କରିକି ଏଠି କାଟିପାରିବେ। ତେବେ ଉଷୁନା ଚାଉଳର এই ପୋଡ଼ପିଠାକୁ ତିଆରି କରନ୍ତୁ। କେମିତି ଲାଗିଲା ଆପଣଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ହେଲେ ଆଜି ପାଇଁ ରହୁଛି, ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ନେଇକି। ସେଇ ପର୍ଯ୍ୟନ୍ତ ରହିଲି, ନମସ୍କାର, ବାଏ, ଜୟ ଜଗନ୍ନାଥ, ହାପି ରଜ।